ପଳେଇ ଆସିଲୁ ତା ଗାଁକୁ ମନୀଷାଙ୍କର ଖାଇଲୁ ଯେ ପଇସା ଦେଇଦେବି ମାଆକୁ ଦେଇଦେଲେ ମାଆର ସୁନା ଯେଉଁ ଅଛି ସାଙ୍ଗମାନେ ତ ସାଙ୍ଗମାନେ ଏବେ ଆମେ ଭଲ ଛକ ପଳେଇ ଆସିଲୁ ସାଙ୍ଗମାନେ ଏବେ ମିଠା ସେଇଟା ନେବା ଲିପୁନ ପାଇଁ ମା ସେ ତାର ସୁନା ମୁକୁଳିବ ନା କ'ଣ ଏବେ ସାଙ୍ଗମାନେ ହଳଦିଆ ବାଳ ହେଇଯାଇଛୁ ଆଉ ଭିଡ଼ି ଦେଉଛି କାହିଁକିନା ଶ୍ୱଶୁର ବୋଲି ସାଙ୍ଗମାନେ ଆସିଛୁ ମାନେ ଚିକେନଟା ହବ ନା। ଜୟ ଜଗନ୍ନାଥ ନମସ୍କାର ଜୟ ଜଗନ୍ନାଥ ଶୁଭ ସକାଳ ସାଙ୍ଗମାନେ ମୁଁ ବର୍ତ୍ତମାନ ସାଙ୍ଗମାନେ ଉଠିନା ଏବେ ଯାଉଛି ଗୋଟେ ଗାଁକୁ ତାପରେ ବି ମୋ ଟୋନ୍ଟା ବି ବସିଯାଇଛି ଆପଣମାନେ ଶୁଣିପାରୁଥିବେ କାହିଁକିନା କଣ୍ଠଟା ଭଲ ଆସୁନି ଏବେ ଯେହେତୁ ଉଠିନା ଆସିଛି ଏବେ ତ ଆମେ ଯାଉଛୁ ଗୋଟେ ଗାଁକୁ ଇଏ ଆମର ଯିବେନି ଆମେ ଦୁଇ ଜଣ ଯାଉଛୁ ଗୋଟେ କାମ ଅଛି ତାକୁ ଗାଁକୁ ଯାଉଛୁ ପୁଣି ଆଜି ଆସିବା ହଁ ନା କ'ଣ କହୁଛୁ ଆଜି ଆସିବା ତ ଯାଉଛୁ ଗୋଟେ କାମରେ ସାଙ୍ଗମାନେ ଭିଡ଼ିଓ ଏମିତି କଣ୍ଟିନ୍ୟୁ କରନ୍ତୁ ସାଙ୍ଗମାନେ ଜାଣିପାରିବେ ଆମେ କ'ଣ ପାଇଁ ଯାଉଛୁ କ'ଣ କାମ ଅଛି ଟୋଟାଲ ଭିଡ଼ିଓ ଦେଖିବେ ଜାଣିପାରିବେ ସାଙ୍ଗମାନେ ନା କ'ଣ ଆଉ ଗାଁକୁ ଯିବି ପ୍ଲସ୍ ଆଉ ଗୋଟେ ଜାଗାକୁ ଯିବାର ବି ଅଛି ତ ସେଇଟା ମୁଁ ଆପଣମାନଙ୍କୁ କହିବି ମଝିରେ ତ ରାହୁଲ ଆମର ଯିବନି ରାହୁଲକୁ ପଇସା ଦେଇ ଦିଆହେଇଛି 40 ଟଙ୍କା ସେ ତାର ଖାଇବ କିଛି ନାହିଁ ଅଣ୍ଡା ଦୁଇଟା ଆଣିବ ଭାରି ଭାଜିଦେବୁ ଖାଇଦେବୁ ହେଲା ବୁଲିବୁନୁ କୁଆଡ଼େ ଏକା ବୁଝ ନାହିଁ ଏ ବାଳଙ୍ଗା ନହେଲେ ବୁଲିବ ଆମେ ଯାଉଛୁ ମାନେ ନା କ'ଣ କିଛି କ୍ଷୀର ଥିଲା ଆମର ନେଇଯାଉଛୁ ଆଉ କ'ଣ ଆମ୍ବ କେତେ ଟଙ୍କା ନେଉଛୁ ଆଉ ରାହୁଲ ଏସବୁ ବୋତଲ ସବୁ ଇଏ କରିଦେବୁ ହେଲା ପାଣି ଭରି କରିଦେବୁ ତ ଚାଲନ୍ତୁ ସାଙ୍ଗମାନେ ଯିବା କାହିଁକିନା ଖରା ହେଇ ଆସୁଛି ଯେହେତୁ ସକାଳୁ ସକାଳୁ ପଳେଇଲେ ଭଲ ମୁଁ ଯିବି ଗୋଟେ ଜାଗାକୁ ଯିବାର ଅଛି ସାଙ୍ଗମାନେ ତ ଚାଲନ୍ତୁ ରେଡ଼ି ତାକୁ ଗାଁକୁ ଯିବାନ ସାଙ୍ଗ ସେମାନେ ଆଗ ଯିବେ ହେଲା ଆମେ ପଛରେ ଯିବା ଏବେ ସାଙ୍ଗମାନେ ହଳଦିଆ ବାଳ ହେଇଯାଇଛୁ ଆଉ ଭିଡ଼ି ଦେଉଛି କାହିଁକିନା ଯେଉଁ ଡଷ୍ଟ ଉଡ଼ୁଛି ନା ସାଙ୍ଗମାନେ ଇଏ ହେଉଛି ନ୍ୟାସନାଲ୍ ରୋଡ଼ ସେପଟେ ଢେଙ୍କାନାଳ ଏପଟେ ଅନୁଗୁଳ ରୋଡ଼ ଆମର ମୋର ବି ହେଲମେଟ୍ଟା ଭାଙ୍ଗିଗଲେ ଆମେ ଶାଣ୍ଟୁ କାଠୁ ଆଣୁଛି ହେଲମେଟ୍ଟା ବାଗ ଲାଗୁନି ମୋତେ ଏଇଟା ଅବାଗିଆ ଲାଗୁଛି ଫିଟା ଆପଣମାନେ ଦେଖିବେ ଆର ହେଲମେଟ୍ ମୋର ନୀଳ ହେଲମେଟ୍ଟା ବୁଲାସଲା ତ ସାଙ୍ଗମାନେ ଏବେ ଆମେ ଭଲ ଛକ ପଳେଇ ଆସିଲୁ ସାଙ୍ଗମାନେ ଏବେ ମିଠା ସେଇଟା ନେବା ଲିପୁନ ପାଇଁ ଯେହେତୁ ଯାଉଛୁ ଲିପୁନ ଫୋନ୍ କରିଦେଲା ପେଡ଼ା ଖାଇବ ଖାଲି ଆଣିଲୁ ପେଡ଼ା ଆଉ ମନୀଷ ପାଇଁ ଚକୋଲେଟ୍ ଦୁଇଟା ତୁ କ'ଣ ଖାଇବୁ এইଗୁଡ଼ା ନେଲୁ ଛେନାପୋଡ଼ ଯିବା ମୁଁ ଆସିବି ପୁଣି ଏବେ ମୋବାଇଲରେ ନେବାର ଅଛି ତ ପୁଣି ତାକୁ ଛାଡ଼ି ମୁଁ ଆସିବି ତାଲଚେରେ କ'ଣ କରୁ ରଖିଥାନ୍ତୁ ଚାଲ ପୁଣି ଜଲ୍ଦି ଯିବା ମୁଁ ଆସିବି ପୁଣି ଯେ ତାଲଚେରେ ଲିପୁନ ପାଇଁ ମୋବାଇଲରେ କିଣାକୁ ସାଙ୍ଗମାନେ ଭିଡ଼ିଓ ଏମିତି କଣ୍ଟିନ୍ୟୁ କରନ୍ତୁ ମୋତେ କ'ଣ ଗୋଟେ ଦିଅ ଗୋଟେ ଭାଇ ଥଣ୍ଡାଟେ ପିଇଦେବା ତ ସାଙ୍ଗମାନେ ଆମେ ଫାଇନାଲ୍ ଆମେ ପଳେଇ ଆସିଲୁ ତା ଗାଁକୁ ମନୀଷାଙ୍କର ଖାଇଲୁ ଇଏ କ'ଣ ଖାଇଲୁ ପେଡ଼ା ଆଉ ଚକୋଲେଟ୍ ସେଇଟା ପେଡ଼ା ତ ଖାଇଛ ଏଇଟା ପୁଣି ଆଣିଦେଛି ରାହୁଲକୁ ଆଣିନୁ ସାଙ୍ଗମାନେ ତ ଖାଇବା ଭୋକ ହେଲାନି ମୁଁ ସକାଳୁ କିଛି ଖାଇନି ତାଲଚେର ପୁଣି ଯିବି ମୋବାଇଲ ଆଣିବେ ମନା କରୁଛୁ ହଉ ପରେ ଆଣିବା ଆଉ ଶ୍ୱଶୁର ବୋଲି ସାଙ୍ଗମାନେ ଆସିଛୁ ମାନେ ଚିକେନଟା ହବ ନା ଦେଇ କେମିତି ଚିକେନଟା ଝୋଳ କଲୁ କଷା ଠିକ ଅଛି ଖାଇନା ଜଲ୍ଦି ବାହାର ହେଲା ଘରୁ ପଳା ଆଖି ଆବା ସରିଲା କ'ଣ କରିବା ଖରା ତ ସାଙ୍ଗମାନେ ପ୍ରବଳ ଖରା ଅଛି ଖରାଟା କେବେ କମିବ କାହିଁ ଜଲ୍ଦି ଆସିଲା ସକାଳୁ ପଳେଇ ଆସିଲୁ ଗଲାବେଳକୁ କାହିଁ ଲେଟ୍ କରୁଛୁ ସାଙ୍ଗମାନେ ସକାଳୁ ମୋତେ ଉଠେଇଛି ଆସିବା ପାଇଁ ହେଲେ ବର୍ଷା ଆସିଲାନି ନା ଅନ୍ଧାର କଲାନି ଏବେ ପଳେଇବୁ
ଆଉ ସାଙ୍ଗମାନେ ଆପଣମାନଙ୍କୁ କହିଥିଲି ମୁଁ କ'ଣ ପାଇଁ ଆସିଛୁ ଭିଡ଼ିଓ କଣ୍ଟିନ୍ୟୁ କରନ୍ତୁ। ମୁଁ ଘରକୁ ଗଲେ କହିବି ସବୁ କଥା କ'ଣ ପାଇଁ ଆମେ ଆସିଛୁ। ଏବେ ଯାହାକୁ ଆସିଥିଲୁ ନା କ'ଣ ଫଟୋଟା ବାହାରେ ସାଙ୍ଗମାନେ ଏବେ ଯାଉଛୁ ଗାଁକୁ। କିନ୍ତୁ ଏବେ ସରାଙ୍ଗେ ମନ୍ଦିର ଶିବ ମନ୍ଦିର ନା ହେଇଛି ଏବେ ବର୍ଷା ସାଙ୍ଗମାନେ ଯେଉଁ ଯିବି ଯିବି ଗଲା ଏଠି ରହିଯାଇଛି ଗୋଟେ ଆମର ବସନ୍ତୁ ମ୍ୟାଡ଼ାମ ପଛପରେ ବର୍ଷା ଛାଡ଼ିବନି ଜାଣେ ଏମିତି ହବ ବରଂ ପଳେଇବା। କ'ଣ କହୁଛୁ? ମୁଁ ଭାବୁଛି ସାଙ୍ଗମାନେ ଆଉ ଆଜି ଆମକୁ ବର୍ଷା ଯିବାକୁ ଦେବନି ଘରକୁ। ଫେରିଯିବା ଏଠୁ ହେଁ ଫେରିଯିବା କ'ଣ ପାଇଁ କାହାର ମନ ଫେରିଯିବା ପାଇଁ। ହଉ ଚାଲ ଫେରିଯିବା ନହେଲେ ସତରେ ସାଙ୍ଗ ଦେଖନ୍ତୁ ମାନେ କ'ଣ କହିବ ଫେରିଯିବ ବୋଲି ତାର ଇଚ୍ଛା ଅଛି ହେଲା ଘରକୁ। ରାହୁଲକୁ ଛାଡ଼ି ଆସିଛୁ ବର୍ଷା ପୁଣି ଚାଲିଛେ ଯିବି ଯିବ ତ ଛାଡ଼ୁନି ଚାଲ ପଳେଇ ଆମ ଘରକୁ। ଏମିତି ସାଙ୍ଗମାନେ ବର୍ଷା ହଇରାଣ କରିବ ବୋଲି ଆମେ ଜାଣିନଥିଲୁ ନହେଲେ ଆସିନଥାନ୍ତୁ। ମାନେ ଖାଲି ସରାଙ୍ଗା ମାର୍କେଟରୁ 200-250 ମିଟର ଖଣ୍ଡକ ଆସିଛୁ ଜୋରସେ ବର୍ଷା। ଠିକ କଥା କହୁଥିଲା ଆମେ ପଳେଇବା ଆମ ଘରକୁ ବୋଲି ଆଉ ଘରକୁ ପଳେଇଦେଲେ ଭଲ ହୁଅନ୍ତା ଆଉ କାହିଁକିନା ଯେହେତୁ ଆଜି 12ଟା ଅଛି ନା ସାଙ୍ଗମାନେ ବେଳା ତ ଟିକେ ହେଇଗଲା ନା ରାତି ଚାଲୁ ହେଇଯାନ୍ତା ନା କ'ଣ ବର୍ଷା ତ ଏମିତି ହଇରାଣ କରୁଛି। ରାହୁଲ ସିଆଡ଼େ ଫୋନ୍ କଲା ଆପଣ ଜଲ୍ଦି ଆସ ବୋଲି ଦେଖିବା ଜଲ୍ଦି ପଳେଇବା ନହେଲେ ଆଉ କ'ଣ କରିବା ଯାହା ଛାଡ଼ୁ ବର୍ଷା ଉଦା ହେଲେ ଯାଇ ହେବନି। ଆସୁ ଆସୁ ଆଗ ପାଣି ସାଙ୍ଗମାନେ ପହଞ୍ଚିଗଲେ ଏବେ ଘରେ। ଆଉ ରାହୁଲକୁ ଆଜି ନାଇଁ ଦେ ମୁଁ ତାକୁ ଛାଡ଼ିନା ଆସେ ହଳଦୀଗୁଡ଼ା ସାଙ୍ଗମାନେ ମୁଁ ଭିଡ଼ିଓ ଫାଷ୍ଟରୁ ଆପଣମାନଙ୍କୁ କହିଥିଲି ନା ଆମେ ଯାଇଥିଲୁ ତାଙ୍କ ଗାଁକୁ କ'ଣ ପାଇଁ। ଏବେ ମୁଁ କହୁଛି ସାଙ୍ଗମାନେ କ'ଣ ପାଇଁ ଯାଇଥିଲୁ। ଆକ୍ଚୁଆଲି କଥା କ'ଣ କି ଆମ ଯେଉଁ ଲିପୁନୁ ମାନେ ୟାର ଭାଇ ସାନ ଭାଇ ଯେଉଁ ବାଇକ୍ ଆକ୍ସିଡେଣ୍ଟରେ ଯେଉଁ ପଡ଼ିଥିଲା ମେଡ଼ିକାଲରେ ତ ପଇସା ଅଭାବ କିଛି ଥିଲା। ତ ଆମ ଘରେ ସୁନା ଥିଲା ମା'ର ବ୍ୟାଙ୍କରେ ବନ୍ଧା ପକାଇକି ପଇସା କିଛି ଦେଇଥିଲେ। ତ ୟାଙ୍କର ବର୍ତ୍ତମାନ ବିଲ ବିକା ହେଇଛି। ଯେତେ ବିଲ ବିକା ହେଇଛି ପଇସା ପାଇଁ ଯାଇଥିଲୁ ଆମେ ତ ପଇସା ନେଇକି ଆସିଲୁ ସେ ମାଆକୁ ଦେଇଦେଲେ ମା' ସେ ତାର ସୁନା ମୁକୁଳେଇବ ନା କ'ଣ ତ ଏଦି ଆମେ ଆଣିଛୁ କେତେ ଲକ୍ଷେ କେତେନି 1,40,000 ନା 1,40,000 ସାଙ୍ଗମାନେ ତ ସୁଧ କିଛି ଅଛି 3,000 କେତେ ସୁଧ ନାଇଁ ସୁଧ ଏମିତି କେତେ ହେଇଛି ହେଇକି ଆଜି ତ କିବାରି ଆଜି ତ ହେଉଛି ଶୁକ୍ରବାର ନାଇଁ ଆଜି ହେଉଛି ଶୁକ୍ରବାର ଶନିବାର ତ କାଲି ହେବନି ରବିବାର ସୋମବାର କଥା ନାଇଁ ସୋମବାର ଏଇ ପଇସା ଦେଇଦେବି ମା'କୁ ଦେଇଦେଲେ ମା'ର ସୁନା ଯେଉଁ ଅଛି ସାଙ୍ଗମାନେ ମାଳ ବନ୍ଧା ପଡ଼ିଛି ତ ମାଳ ଆଉ କିଛି ଜିନିଷ ମିଶିମିଶା ନା କ'ଣ 1,40,000 ପ୍ଲସ୍ ସୁଧ 3,000 ଆଉ 43 ଆଉ ତ ସେଇଥିପାଇଁ ଆମେ ମାନେ ଯାଇଥିଲୁ ତା ଗାଁକୁ।